प्रश्न 1 निम्नलिखित प्रश्नर उत्तर लेख। क शिल्प कहिले कौन बुझाए? ଯେଉଁ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ୱାରା ନୂତନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଖଣିଜ ଦ୍ରବ୍ୟ ଉତ୍ତୋଳନ ତଥା ସେବା ଯୋଗାଇ ଦିଆଯାଏ ତାହାକୁ ଶିଳ୍ପ ବୁଝାଏ। ଖ ଶିଳ୍ପ ପ୍ରତିଷ୍ଠା ପାଇଁ କେଉଁ କେଉଁ କାରକ ଗୁଡ଼ିକ ମୁଖ୍ୟତଃ ଦାୟୀ? ଶିଳ୍ପ ପ୍ରତିଷ୍ଠା ପାଇଁ ମୁଖ୍ୟତଃ ନିମ୍ନଲିଖିତ କାରକ ଗୁଡ଼ିକ ଦାୟୀ: କଞ୍ଚାମାଲ ଉପଲବ୍ଧି, ଜଳ, ଜମି, ଶ୍ରମିକ, ଶକ୍ତି, ପୁଞ୍ଜି, ପରିବହନ, ଯୋଗାଯୋଗ ଓ ବଜାର। ଗ କେଉଁ ଶିଳ୍ପକୁ ଆଧୁନିକ ଶିଳ୍ପର ମେରୁଦଣ୍ଡ ବୋଲି କୁହାଯାଏ ଏବଂ କାହିଁକି? ଇସ୍ପାତ ଶିଳ୍ପକୁ ଆଧୁନିକ ଶିଳ୍ପ ଜଗତର ମେରୁଦଣ୍ଡ ବୋଲି କୁହାଯାଏ କାରଣ ଆମେ ବ୍ୟବହାର କରୁଥିବା ପ୍ରାୟ ସମସ୍ତ ଜିନିଷ ଲୌହ ଇସ୍ପାତରେ ତିଆରି ବା ଲୌହ ଇସ୍ପାତରେ ପ୍ରସ୍ତୁତ କଳକବ୍ଜା ବା ଯନ୍ତ୍ରପାତି ଦ୍ୱାରା ପ୍ରସ୍ତୁତ ହୋଇଛି। ଜଳଜାହାଜ, ରେଳଗାଡ଼ି, ଟ୍ରକ୍, ବସ୍, ଅଟୋ, ସାଇକେଲ ଆଦି ପରିବହନ ସବାରୀ ଗୁଡ଼ିକ ମୁଖ୍ୟତଃ ଲୌହ ଇସ୍ପାତରେ ତିଆରି। ଏପରିକି ଛୁଞ୍ଚି, ସେଫ୍ଟି ପିନ୍ ମଧ୍ୟ ଇସ୍ପାତରୁ ତିଆରି। ତୈଳ ଖନନ କାର୍ଯ୍ୟ, ଚାଷ କାର୍ଯ୍ୟ ଆଦି ଇସ୍ପାତ ନିର୍ମିତ ଯନ୍ତ୍ରପାତି ମାଧ୍ୟମରେ ହୋଇଥାଏ। ବିଶାଳ ସୁଉଚ୍ଚ ଅଟ୍ଟାଳିକାମାନ ଇସ୍ପାତ ଫ୍ରେମ୍ରେ ହିଁ ଗଢ଼ି ଉଠିଥାଏ। ଘ କାର୍ପାସ ବୟନଶିଳ୍ପ ମୁମ୍ବାଇରେ ପ୍ରତିଷ୍ଠା ଏବଂ ସମୃଦ୍ଧ ହେବାର କାରଣ କ'ଣ? 1854 ମସିହାରେ ଭାରତର ପ୍ରଥମ ଆଧୁନିକ କାର୍ପାସ ବୟନଶିଳ୍ପ ମୁମ୍ବାଇରେ ପ୍ରତିଷ୍ଠିତ ହୋଇଥିଲା କାରଣ ଏଠାକାର ଉଷ୍ଣ ଆର୍ଦ୍ର ଜଳବାୟୁ, ଯନ୍ତ୍ରପାତି ଆମଦାନୀ ପାଇଁ ବନ୍ଦର ସୁବିଧା, କଞ୍ଚାମାଲ ସୁଲଭତା ଏବଂ କୁଶଳୀ ଶ୍ରମିକ ଆଦି କାର୍ପାସ ବୟନଶିଳ୍ପର ଦ୍ରୁତ ଅଭିବୃଦ୍ଧିରେ ସହାୟକ ହେଲା। ଙ ବେଙ୍ଗାଲୁରୁ ଏବଂ ସିଲିକନ୍ ଉପତ୍ୟକା ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ କେଉଁ କେଉଁ ସାମଞ୍ଜସ୍ୟ ଦେଖାଯାଏ? ବେଙ୍ଗାଲୁରୁ ଏବଂ ସିଲିକନ୍ ଉପତ୍ୟକା ମଧ୍ୟରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସାଧାରଣତଃ ନିମ୍ନଲିଖିତ ସାମଞ୍ଜସ୍ୟ ଗୁଡ଼ିକ ଦେଖାଯାଏ। ଗମନାଗମନର ସୁବିଧା ହେତୁ ଏଗୁଡ଼ିକ ମୁଖ୍ୟ ରାସ୍ତା ବା ରାଜମାର୍ଗ ନିକଟରେ ଗଢ଼ି ଉଠିଥାଏ। ଶିଳ୍ପ ସଂସ୍ଥା ଗୁଡ଼ିକ ମଧ୍ୟରେ ଜ୍ଞାନକୌଶଳ ବିନିମୟ ଦ୍ୱାରା ପ୍ରତ୍ୟେକଙ୍କୁ ଫାଇଦା ହୁଏ। ରାସ୍ତା, ମଟରଗାଡ଼ି ପାର୍କିଂ କରିବା ପାଇଁ ସ୍ଥାନ ଏବଂ ଆବର୍ଜନା ନିଷ୍କାସନ କରିବା ସହଜ ଓ ସୁବିଧାରେ ହୋଇଥାଏ। ପ୍ରଶ୍ନ 2 ନିମ୍ନଲିଖିତ ପ୍ରଶ୍ନର ଉତ୍ତର ଲେଖ। ଭାରତର ପ୍ରଧାନ ପ୍ରଧାନ ଲୌହ ଇସ୍ପାତ କାରଖାନାର ନାମ ଏବଂ ସେଗୁଡ଼ିକ କେଉଁ କେଉଁ ରାଜ୍ୟରେ ଅବସ୍ଥିତ ଲେଖ। ଭାରତର ପ୍ରଧାନ ପ୍ରଧାନ ଲୌହ ଇସ୍ପାତ କାରଖାନାର ନାମ ଓ ସେଗୁଡ଼ିକ ଅବସ୍ଥିତ ଥିବା ରାଜ୍ୟଗୁଡ଼ିକର ନାମ ହେଲା ଭିଲାଇ ଛତିଶଗଡ଼, ଦୁର୍ଗାପୁର ପଶ୍ଚିମବଙ୍ଗ, ବର୍ଣ୍ଣପୁର ପଶ୍ଚିମବଙ୍ଗ, ଜାମଶେଦପୁର ଝାଡ଼ଖଣ୍ଡ, ରାଉରକେଲା ଓଡ଼ିଶା, ବୋକାରୋ ଝାଡ଼ଖଣ୍ଡ। ଖ କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଳ୍ପର ନାମ ଉଦାହରଣ ସହ ଲେଖ। କଞ୍ଚାମାଲ ଉପରେ ଆଧାରିତ ଚାରୋଟି ଶିଳ୍ପର ନାମ ଓ ତାହାର ଉଦାହରଣ ଗୁଡ଼ିକ ହେଲା: ଆଏ କୃଷିଭିତ୍ତିକ ଶିଳ୍ପ। ଉଦାହରଣ: ଖାଦ୍ୟ ପ୍ରକ୍ରିୟାକରଣ, ଖାଇବା ତେଲ ଉତ୍ପାଦନ, କାର୍ପାସ ବୟନ, ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି ଓ ଚମଡ଼ା ଶିଳ୍ପ ଇତ୍ୟାଦି। ସେକେଣ୍ଡ ଆଏ ଖଣିଜ ଭିତ୍ତିକ ଶିଳ୍ପ। ଉଦାହରଣ: ଲୁହା ପଥରରୁ ଲୁହା ପ୍ରସ୍ତୁତି। ଟ୍ରିପଲ ଆଏ ଜଙ୍ଗଲ ଭିତ୍ତିକ ଶିଳ୍ପ। ଉଦାହରଣ: କାଠ, ମଣ୍ଡ ଓ କାଗଜ ଶିଳ୍ପ, ଔଷଧ ପ୍ରସ୍ତୁତିକାରୀ ଶିଳ୍ପ, ଆସବାବ ଓ ଗୃହ ନିର୍ମାଣ ଶିଳ୍ପ। ଟ୍ରିପଲ ଆଏ ସମୁଦ୍ର ଭିତ୍ତିକ ଶିଳ୍ପ। ଉଦାହରଣ: ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ ଏବଂ ମାଛ ତେଲ ଉଦ୍ୟୋଗ। ଗ ଗୋଟିଏ ଦେଶ ପାଇଁ ଶିଳ୍ପର ବିକାଶ କାହିଁକି ମହତ୍ତ୍ୱପୂର୍ଣ୍ଣ? ଦୁଇଟି କାରଣ ଲେଖ। ଗୋଟିଏ ଦେଶ ପାଇଁ ଶିଳ୍ପର ବିକାଶ କାହିଁକି ମହତ୍ତ୍ୱପୂର୍ଣ୍ଣ? ତାହାର ଦୁଇଟି କାରଣ ହେଲା: ଆଏ ଲୋକଙ୍କୁ କର୍ମସଂସ୍ଥାନ ମିଳିଥାଏ ଓ ଏହାଦ୍ୱାରା ବାଣିଜ୍ୟ କାରବାର ବୃଦ୍ଧି ପାଏ। ସେକେଣ୍ଡ ଆଏ ଦେଶର ଅର୍ଥନୀତି ସମୃଦ୍ଧ ହୋଇଥାଏ। ଘ ଭାରତର ଚାରୋଟି ଶିଳ୍ପାଞ୍ଚଳର ନାମ ଲେଖ। ଭାରତର ଚାରୋଟି ଶିଳ୍ପାଞ୍ଚଳର ନାମ ହେଲା ଜାମଶେଦପୁର, ମୁମ୍ବାଇ, ବେଙ୍ଗାଲୁରୁ, ଅହମ୍ମଦାବାଦ। ଙ ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିବାର ବିଭିନ୍ନ କାରଣ ଗୁଡ଼ିକ
ଉଲ୍ଲେଖ କର। ବେଙ୍ଗାଲୁରୁ ସହର ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ପ୍ରଗତି କରିବାର ବିଭିନ୍ନ କାରଣଗୁଡ଼ିକ ହେଲା ଆଏ ବେଙ୍ଗାଲୁରୁରେ ସର୍ବାଧିକ ଶିକ୍ଷାନୁଷ୍ଠାନ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ଦାନ କରୁଥିବା ଶିକ୍ଷାକ୍ଷେତ୍ର ଅବସ୍ଥିତ। ସହରଟି ଧୂଳିଧୂଆଁ ମୁକ୍ତ ଏବଂ ଏଠାରେ ସ୍ୱଳ୍ପ ଭଡ଼ାରେ ବାସଗୃହ ଏବଂ ନିର୍ବିଘ୍ନରେ ଜୀବିକାର୍ଜନ ସମ୍ଭବ ହୋଇଥାଏ। ସେକେଣ୍ଡ ଆଏ 1992 ମସିହାରେ କର୍ଣ୍ଣାଟକ ରାଜ୍ୟ ସରକାର ସର୍ବପ୍ରଥମେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ ପ୍ରଣୟନ କରିଥିଲେ। ଟ୍ରିପଲ୍ ଆଏ ଏହି ସହରରେ ଉପଯୁକ୍ତ ଯୋଗ୍ୟତା ସମ୍ପନ୍ନ ଓ କର୍ମକୁଶଳୀ ମାନବ ସମ୍ବଳ ବିପୁଳ ମାତ୍ରାରେ ଉପଲବ୍ଧ। ଆଇଭି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବିଶ୍ୱସ୍ତରୀୟ କେନ୍ଦ୍ର ସହିତ ବେଙ୍ଗାଲୁରୁର ସୁଦୃଢ଼ ସମ୍ବନ୍ଧ ରହିଛି। ପ୍ରଶ୍ନ 3 ଠିକ୍ ଉତ୍ତରଟି ବାଛି ଲେଖ। ଆଏ ସିଲିକନ ଉପତ୍ୟକା କେଉଁଠାରେ ପ୍ରତିଷ୍ଠିତ? କ ବେଙ୍ଗାଲୁରୁ, ଖ କାଲିଫର୍ଣ୍ଣିଆ, ଗ ଅହମ୍ମଦାବାଦ, ଘ ହାଇଦ୍ରାବାଦ। ସଠିକ୍ ଉତ୍ତରଟି ହେଉଛି ଖ କାଲିଫର୍ଣ୍ଣିଆ। ସେକେଣ୍ଡ ଆଏ କେଉଁଠି ଏକ ପ୍ରାକୃତିକ ତନ୍ତୁ? କ ନାଇଲନ୍, ଖ ଟେରିଲିନ୍, ଗ ଝୋଟ, ଘ ଡେକ୍ରନ୍। ସଠିକ୍ ଉତ୍ତର ହେଉଛି ଗ ଝୋଟ। ଟ୍ରିପଲ୍ ଆଏ କେଉଁ ଶିଳ୍ପର ସର୍ବଶେଷ ଉତ୍ପାଦ ଅନ୍ୟ ଶିଳ୍ପ ପାଇଁ କଞ୍ଚାମାଲ ରୂପେ ବ୍ୟବହୃତ ହୁଏ? କ ମୌଳିକ, ଖ ବୃହତ୍, ଗ ଉପଭୋକ୍ତା, ଘ କ୍ଷୁଦ୍ର। ସଠିକ୍ ଉତ୍ତରଟି ହେଉଛି କ ମୌଳିକ। ଆଇଭି ଗୋଟିଏ ସ୍ଥାନରେ ଅନେକଗୁଡ଼ିଏ ଶିଳ୍ପ ପ୍ରତିଷ୍ଠା ହେଲେ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗଢ଼ି ଉଠେ? କ ଶିଳ୍ପାୟନ, ଖ ଶିଳ୍ପାଞ୍ଚଳ, ଗ ଶିଳ୍ପକେନ୍ଦ୍ର, ଘ ଶିଳ୍ପ ସଂସ୍ଥା। ସଠିକ୍ ଉତ୍ତରଟି ହେଉଛି ଖ ଶିଳ୍ପାଞ୍ଚଳ। ପ୍ରଶ୍ନ 4 ପାର୍ଥକ୍ୟ ଦର୍ଶାଅ। ଆଏ ସରକାରୀ ସଂସ୍ଥା ଓ ମିଳିତ ସଂସ୍ଥା। ସରକାରୀ ସଂସ୍ଥା ସରକାରୀ ସଂସ୍ଥାଗୁଡ଼ିକର ମାଲିକାନା ଓ ପରିଚାଳନା ସରକାରଙ୍କ ଦ୍ୱାରା ହୋଇଥାଏ। ଉଦାହରଣ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ୍, ଭାରତୀୟ ଇସ୍ପାତ ନିଗମ। ମିଳିତ ସଂସ୍ଥା ଏହି ସଂସ୍ଥାଗୁଡ଼ିକର ଉଭୟ ସରକାର ଓ ବ୍ୟକ୍ତିମାନଙ୍କ ମିଳିତ ତତ୍ତ୍ୱାବଧାନ ଓ ମାଲିକାନାରେ ହୋଇଥାଏ। ଉଦାହରଣ ମାରୁତି ଉଦ୍ୟୋଗ। ସେକେଣ୍ଡ ଆଏ ଆଧାରିକ ସଂରଚନା ଓ ପ୍ରକ୍ରିୟାକରଣ। ଆଧାରିକ ସଂରଚନା ବିଦ୍ୟୁତକରଣ, ଯୋଗାଯୋଗ, ସଡ଼କ ଓ ରେଳପଥ, ଶିକ୍ଷାନୁଷ୍ଠାନ ଇତ୍ୟାଦି ବ୍ୟବସ୍ଥାକୁ ଆଧାରିକ ସଂରଚନା କୁହାଯାଏ। ଉତ୍ପାଦନ ଦକ୍ଷତା ଓ ଅଭିବୃଦ୍ଧି ପାଇଁ ଏଗୁଡ଼ିକର ପ୍ରସାର ଅତ୍ୟନ୍ତ ଜରୁରୀ ଅଟେ। ପ୍ରକ୍ରିୟାକରଣ ଶିଳ୍ପ ସଂସ୍ଥାଗୁଡ଼ିକରେ କଞ୍ଚାମାଲ ଉତ୍ପାଦ ସୃଷ୍ଟି ହେବା ପାଇଁ ଯେଉଁସବୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ ତାହାକୁ ପ୍ରକ୍ରିୟାକରଣ କୁହାଯାଏ। ଶିଳ୍ପ ସଂସ୍ଥାରୁ କଞ୍ଚାମାଲଗୁଡ଼ିକର ପ୍ରକ୍ରିୟାକରଣ ହେବା ପରେ ସର୍ବଶେଷରେ ଉତ୍ପାଦ ବାହାରିଥାଏ ଓ ଏଥିରୁ ଆୟ ମିଳେ। ଟ୍ରିପଲ୍ ଆଏ ନିବେଶ ଓ ଉତ୍ପାଦ। ନିବେଶ ନିବେଶ କହିଲେ କଞ୍ଚାମାଲ, ଶ୍ରମିକ, ଭୂମି, ପରିବହନ, ଶକ୍ତି ସହ ଅନ୍ୟାନ୍ୟ ଆଧାରିକ ସଂରଚନା ଓ ପୁଞ୍ଜି ଆଦିକୁ ବୁଝାଏ। ଉତ୍ପାଦ ଶିଳ୍ପ ସଂସ୍ଥାରେ କଞ୍ଚାମାଲଗୁଡ଼ିକର ପ୍ରକ୍ରିୟାକରଣ ପରେ ସର୍ବଶେଷରେ ବାହାରୁଥିବା ଦ୍ରବ୍ୟଗୁଡ଼ିକୁ ଉତ୍ପାଦ କୁହାଯାଏ। ପ୍ରଶ୍ନ 5 ପ୍ରତ୍ୟେକର 2ଟି ଲେଖାଏଁ ଉଦାହରଣ ଦିଅ। କ କଞ୍ଚାମାଲ ଲୁହା, ପଥର ଏବଂ କାଠମଣ୍ଡ। ଖ ଉତ୍ପାଦ ଯନ୍ତ୍ରପାତି ଏବଂ ବସ୍ତ୍ର। ଗ କୁଟୀର ଶିଳ୍ପ ମାଟି ହାଣ୍ଡି ଏବଂ ଝୁଡ଼ି। ଘ ସମବାୟ ସଂସ୍ଥା ସମ୍ବଲପୁରୀ ବସ୍ତ୍ର ଏବଂ ଅମୁଲ ଦୁଗ୍ଧ। ଉଁ ସେବା କ୍ଷେତ୍ର ଚିକିତ୍ସାଳୟ ଏବଂ ବ୍ୟାଙ୍କ।